ସମସ୍ତଙ୍କୁ ନମସ୍କାର। ଆଜି ମୁଖ୍ୟ ଯେନ୍ ପ୍ରେସ୍ କନଫରେନ୍ସ ଡାକବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆପଣମାନେ ଜାଣିଛନ୍ ଯେ ଦେଶର ଯେନ୍ ଶିକ୍ଷା ବ୍ୟବସ୍ଥାକେ ନେଇକରି ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଯେନ୍ ଘଟଣା ରାଜସ୍ଥାନର ଝାଲାୱାର ଡିଷ୍ଟ୍ରିକ୍ଟରେ ଘଟଲା, ତେଣୁ ସ୍କୁଲରେ ପାଠ ପଢ଼ୁଥିବାର ସମୟରେ ଗୋଟେ ସ୍କୁଲର ସରକାରୀ ସ୍କୁଲର ଛାତ ଭୁଷୁଡ଼ିକିରି ସେଟା ଛାତ୍ରମାନଙ୍କର ଉପରେ ପଡ଼ିଲା ଏବଂ ପାଖାପାଖି 8 ଜଣ ଛାତ୍ର ସେଥିରେ ମାନେ ମୃତ୍ୟୁବରଣ କଲେ ଆଉ ବହୁତ ଛାତ୍ର ସେଥିରେ ଆହତ ହେଲେ। ତ এই ଘଟଣା ଯେତେବେଳେ ଆମେ ଦେଖବାର୍କେ ପାଉଛୁ ବିଭିନ୍ନ ଖବରକାଗଜରେ ଏବଂ ସମ୍ବାଦପତ୍ରରେ, ସେଟା ସମସ୍ତ ଭାରତୀୟମାନଙ୍କୁ ବିଚଳିତ କରୁଛି। ଦୀର୍ଘ 75 ବର୍ଷରୁ ଅଧିକ ଭାରତକେ ସ୍ୱାଧୀନ ହେଲା ପରେ ବି ଯଦି ଆମର ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଇହାଦେ ବି ବିପର୍ଯ୍ୟସ୍ତ ହେଇକରି ରହିଛେ, ସେଟା ନିଶ୍ଚିତ ଭାବରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଆପଣ ଜାଣିଛନ୍ ରାଜସ୍ଥାନରେ ଡବଲ ଇଞ୍ଜିନ୍ର ସରକାର ଅଛି, ଯେନୁ କି ସ୍ୱୟଂ ତାଙ୍କର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ସମସ୍ତେ ଭାରତୀୟ ଜନତା ପାର୍ଟିର ସରକାର ଥିଲା ପରେ ବି ଆଜି ବି ସେ ଜାଗାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ସୁଧରି ନାଇଁ ପାରବାର। ତ ସେଥିର୍ଲାଗି ଗୋଟେ ବହୁତ ବଡ଼ ଲୋକମାନଙ୍କର ଭିତରେ ଚିନ୍ତାର ବିଷୟ ଏଟା ହେଇଛି। ଓଡ଼ିଶା ଭଳିଆ ରାଜ୍ୟରେ ଆପଣ ଦେଖୁଥିବେ ପ୍ରତ୍ୟେକ ଦିନ ଖବରକାଗଜରେ ବିଭିନ୍ନ ସ୍କୁଲର ଦୁର୍ଗତି ବିଷୟରେ ଖବର ଆସୁଛି ଏବଂ ଓଡ଼ିଶାରେ ବି ଡବଲ ଇଞ୍ଜିନ୍ ସରକାର ଥିଲା ସତ୍ତ୍ୱେ ବି ଦୀର୍ଘ ବର୍ଷରୁ ଅଧିକା ସରକାର ହେଲା ପରେ ବି ବହୁତଟେ ଖବର ଆସୁଛେ ଯେନୁ ସ୍କୁଲମାନଙ୍କର ସ୍ଥିତି ଇହାଦେ ବି ଶୋଚନୀୟ ହେଇକରି ରହିଛେ। ଶିକ୍ଷା ଉପରେ ଯେନ୍ ପ୍ରକାରର ବଜେଟ୍ ହେବାର କଥା, ଶିକ୍ଷା ଉପରେ ଯେନ୍ ପ୍ରକାରର ଖର୍ଚ୍ଚ ହେବାର କଥା, କ୍ଲାସରୁମ୍ ହଉ, ଟଏଲେଟ୍ସ ହଉ, ପାଚେରୀ ହଉ, ଟିଚର୍ସମାନଙ୍କର ଟ୍ରେନିଂ କଥା ହଉ କିମ୍ବା ସ୍କିଲ୍ ଡେଭଲପମେଣ୍ଟ କଥା ହଉ ଟିଚର୍ସମାନଙ୍କର, ସେଟା କେନ୍ସି ଜିନିଷ ଆମେ ଏଇ ଜାଗାରେ ଓଡ଼ିଶା ଭଳିଆ ରାଜ୍ୟରେ ଦେଖବାର୍କେ ନାଇଁ ପାଇବାର। ଏବଂ ବହୁତଟେ ସ୍କୁଲ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହଉ କିମ୍ବା ପୁରା ସମ୍ପୂର୍ଣ୍ଣ ରାଜ୍ୟର କଥା ଯଦି ଆମେ ନେମା, ସେଥିର୍ଲାଗି ଶିକ୍ଷା ଉପରେ ବହୁତ ଚିନ୍ତା ଲାଗୁଛେ। ତ ଆମର ଆମ୍ ଆଦମୀ ପାର୍ଟି ତରଫରୁ ଗୋଟେ ଆମେ ଆହ୍ୱାନ କରୁଛୁ ଯେ ଯଦି କେନ୍ସି ଗାଁର ଯଦି ସ୍କୁଲ ଅତି ଶୋଚନୀୟ ଅବସ୍ଥାରେ ଅଛେ, ବିପର୍ଯ୍ୟସ୍ତ ଅବସ୍ଥାରେ ଅଛେ, ଯଦି ତାଙ୍କର ସରକାରୀ ସ୍କୁଲର ଛାତରୁ ପାଣି ଗଳୁଛି କିମ୍ବା ସରକାରୀ ସ୍କୁଲରେ ଟଏଲେଟ୍ର ବ୍ୟବସ୍ଥା ନାଇଁନ କିମ୍ବା ସ୍କୁଲର ପାଚେରୀ ନାଇଁନ କିମ୍ବା ସ୍କୁଲରେ ଟିଚର୍ସ ନାଇଁନ କିମ୍ବା ଅତ୍ୟଧିକ ଟିଚର୍ସ ଅଛନ୍ ଏବଂ ସ୍କୁଲରେ କମ୍ ଶିକ୍ଷକ ଅଛନ୍ କିମ୍ବା ମିଡ୍ ଡେ ମିଲ୍ରେ କିଛି ଯଦି ଖାଦ୍ୟରେ ଅବହେଳା ହେଉଛେ, ଠିକ୍ ଖାଦ୍ୟ ନାଇଁ ମିଲବାର କିମ୍ବା ସ୍କୁଲରେ ଠିକ୍ସେ ପାଠପଢ଼ା ନାଇଁ ହେଇପାରବାର, ଯଦି এই ପ୍ରକାର ଯଦି କେନ୍ସି ଅଭିଯୋଗ ମାନେ ରହିଛେ ତ ସେଥିର୍ଲାଗି ସେମାନେ ଆମକୁ ଆମ୍ ଆଦମୀ ପାର୍ଟିକେ ସେମାନେ ତାଙ୍କର କଣ୍ଟାକ୍ଟ କରିପାରିବେ। ଆଉ ଆମେ ସେଥିର୍ଲାଗି ଗୋଟେ ନମ୍ବରଟେ ବି ଜାରି କରୁଛୁ। ଆମର କଣ୍ଟାକ୍ଟ ନମ୍ବର ହେଉଛି ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲାର ଲାଗି 7978744565। ଆଉ ଥରେ ମୁଇଁ କହୁଛେ, ଆମକୁ ଯୋଗାଯୋଗ କରବାର ଲାଗି ଆମ୍ ଆଦମୀ ପାର୍ଟି ବରଗଡ଼କେ ଯଦି ସ୍କୁଲ ରିଲେଟେଡ୍ କିଛି ଖବର ଦେବାର ଅଛି, आपको सूचना ଦେବାର ଅଛି, ତ ଆମର এই ଫୋନ୍ ନମ୍ବରରେ এই ହ୍ୱାଟ୍ସଆପ୍ ନମ୍ବରରେ ସମସ୍ତେ ଯୋଗାଯୋଗ କରିପାରିବେ। ଆମର ନମ୍ବର ହେଉଛି 7978744565। এই ନମ୍ବରରେ ଆପଣମାନେ ଯୋଗାଯୋଗ କରିକିରି ଆପଣମାନଙ୍କର ମତ ଦେଇପାରିବେ, ଆପଣମାନେ ଆମକୁ ସୂଚନା ଦେଇପାରିବେ। ଇହାଦେ ପୁରା ସର୍ବଭାରତୀୟ ସ୍ତରରେ ଆମ୍ ଆଦମୀ ପାର୍ଟି ପୁରା ସାରା ଭାରତରେ ଦିଲ୍ଲୀରୁ ଧରିକିରି ପଲ୍ଲୀ ତକ୍, पूरा काश्मीर नु देकरी तमिलनाडु तक, कन्याकुमारी तक सबू आड़े शिक्षा के नहीं गोटे क्रांतिकारी सचेतनता कार्यक्रम करुचे स्कूल स्थिति के सुधराबार लगी। तो आमे भी ओडिशा रे से कैंपेन के आरंभ करिछु। 1 तारीख रु 7 तारीख भितर जदि केनसी जगह रे किछि अव्यवस्था हो जे स्कूल के नहीं तो से हमको जोगाजोग करि पारबे। और फिर थोड़े अनुरोध करुछु, शिक्षा द्वारा ही देश रो भविष्य गठन हेबा और शिक्षा के आमे सेति लगी प्रायोरिटी देकरी दिल्ली और पंजाब रे शिक्षा उपर क्रांतिकारी काम करुचे आम आदमी पार्टी। ओडिशा रे भी आमे चाहूँ जे छुआ मानकर छात्र छात्री मानकर भविष्य गठन लगी शिक्षा के स्कूल के भल करवार लगी उन्नत करवार लगी पूरापूरी उद्यम आम आदमी पार्टी करवा से लगी आमे आह्वान करुचु। ये जेन शिक्षा क्रांतिर जेन आमर कार्य समस्ते सहयोग करुन आम आदमी पार्टी महत् कार्य लोक मान को सचेतन करवार लगी जुड़वार लगी आमे आह्वान करुचु। धन्यवाद।